ମୁଁ କୋରାପୁଟ ଯାଇଥିଲି। କୋରାପୁଟ ଗଲାବେଳେ ଗୋଟେ ଭିଡ଼ିଓ ଗୋଟେ ପୋଷ୍ଟ କଲି। ସେଇଥିରେ ଗୋଟେ ଅନ୍ଧ ଭକ୍ତ ଗୋଟେ ଲେଖିଛି ଯେ ଆଦିବାସୀ ମାନେ ଗରିବ, ଆଉ କେତେ ଟଙ୍କା ନେଇକି ଯାଇଥିଲୁ, ଆଉ କେତେ ମଦ ଦେଲେ। ସେ ଅନ୍ଧ ଭକ୍ତ କହିଦେବାକୁ ଚାହେଁ, ଗୋଟେ ପ୍ରଭୁଙ୍କର ଦାସ ଭକ୍ତା ଟଙ୍କା ନେଇକି ଯାଏ ନାହିଁ, ବରଂ ପ୍ରଭୁଙ୍କର ଶକ୍ତି ନେଇକି ଯାଏ, ଯୋଉ ଦ୍ୱାରା ସେଇଠି ଯେ ପେସେଣ୍ଟଟା ତାକୁ ଗୁଣିତାନ୍ତ୍ରିକ କରିଥିଲେ, ଯାହାଦ୍ୱାରା ପ୍ରଭୁଙ୍କର ଦାସ ଯାଇ ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିଦେବାରୁ, ଯୀଶୁ ନାମରେ ପ୍ରାର୍ଥନା କରି ସେଇ ଲୋକ ଭଲ ହେଲା। ଅନ୍ଧଭକ୍ତ ମୁଁ କାହାକୁ ଦେବା ପାଇଁ, ଖ୍ରୀଷ୍ଟିଆନ କରିବା ପାଇଁ ଯାଇନଥିଲି। ଯୀଶୁଙ୍କ ନାମରେ ଯେଉଁ ଲୋକ ଡାକିଲେ ସେ ଯେପରି ସୁସ୍ଥ ହେବ ବୋଲିକି ଯାଇଥିଲେ, ଅନେକ ଲୋକମାନେ ସୁସ୍ଥ ହେଇଥିଲେ। ଅନ୍ଧଭକ୍ତ ଗୋବରିକିଆକୁ କଣ ଜଣା ଅଛି? କୌଣସି ଲୋକ ଟଙ୍କା 1000ଟାରେ ଚାଉଳ ବସ୍ତାରେ ଚିନି ଚୁଡ଼ାରେ କେବେ ଖ୍ରୀଷ୍ଟିଆନ ହେଇପାରିବେ ନାହିଁ। ଏଇଟା ମନେ ରଖିଥା ଅନ୍ଧଭକ୍ତ। ଅନ୍ଧଭକ୍ତ କହିଦେବ ଯୋଉ ଧର୍ମ ଲୋକ ହଉ, ସେଥିରେ ମୋର ଲେନା ଦେନା। ସିଏ ମତେ ଡାକିଲା, ମୁଁ ଗଲି, ପ୍ରାର୍ଥନା କଲି, ଯୀଶୁ ନାମରେ ସେ ଭଲ ହେଲା। ତ ଅନ୍ଧଭକ୍ତ ତତେ କହିଦେବାକୁ ଚାହେଁ ଯେ ଗୋଟେ ପରିବାର ଭଲ ରହିବାଟା କଣ ଇଚ୍ଛା ନାହିଁ? ସ୍ତ୍ରୀ ପୁରୁଷ ତାର ବେକରେ ଏଇଠି ତାର ବାନ୍ଧି ଦେଇଥିଲେ ଶୈତାନ, ଗୁଣି କରିଥିଲେ ତାଙ୍କୁ। କଣ ମୁଁ ଯାଇକି ଯୀଶୁ ନାମରେ ପ୍ରାର୍ଥନା କରିଦେବାଟା ଭୁଲ ହେଲା? ଗୋବର ଖିଆ ଅନ୍ଧଭକ୍ତ ଜଳୁଛି ତୋର ଯଦି ଅକାତ ଅଛି ଦମରେ ଯାଉନୁ, ରାମଙ୍କ ନାମରେ ଯାଇକି ଅନ୍ୟମାନଙ୍କ ସେବା କରୁନୁ, ଭଲ କରୁନୁ, ଭିଡିଓ ପୋଷ୍ଟ କରେ। ଆରେ କି ଭଳିଆ ଛାଡିବୁ ଅନ୍ଧଭକ୍ତ? ରାମ ଯିଏକି ନିଜ ପୁତ୍ରକୁ ଚିହ୍ନି ପାରିଲା ନାହିଁ, ତତେ କଣ ଚିହ୍ନି ପାରିବ? ଅନ୍ଧଭକ୍ତ କହିଦେବାକୁ ଚାହେଁ, ଯଦି ଲେଖିବାର ଅଛି ଭଲ କମେଣ୍ଟ ଲେଖେ, ନହେଲେ ଲେଖେ ନା। ଓକେ, ଏରେ ଅନ୍ଧଭକ୍ତ ମୁଁ କାହାକୁ ଦିଏ ନାହିଁ। ମତେ ଯୀଶୁଙ୍କ ନାମରେ ସୁସ୍ଥ ହେଲା ପରେ ମତେ ଦଉଛନ୍ତି ଖର୍ଚ୍ଚ ପାଇଁ। ଗାଡ଼ି ଭଡ଼ା ଖର୍ଚ୍ଚ ଦେଇଥିଲେ, ସବୁ କିଛି କରିଦେଲେ। ସିଆଡ଼ୁ ହେଲେ ବି ତାଙ୍କେ ଦେଲେ ମତେ। ଧନ୍ୟବାଦ ଆଜ୍ଞା ଆପଣ ଆସିବାରୁ। ଆଜି ତାଙ୍କ ସ୍ତ୍ରୀ କହିଲା ଧନ୍ୟବାଦ ଆଜ୍ଞା ଆପଣ ଆସିଥିବାରୁ ମୋର ଅଣ୍ଡା ଆଜି ଭଲ ହେଲା। ମୁଁ କହିଲି ମତେ ଧନ୍ୟବାଦ ଦିଅ ନାହିଁ, ଯୀଶୁଙ୍କୁ ଧନ୍ୟବାଦ ଦିଅ। ଯୀଶୁ ପଠେଇଲା, ମୁଁ ଆସିଲି, ନହେଲେ ଆସିବା ଲୋକ ନାହିଁ। ତ ସେଇଟା ଭୁଲ। ଅନ୍ଧଭକ୍ତ କିସ ଜାଣିବୁ? ତତେ ପ୍ରେମ ନାହିଁ, ତତେ ଚାଉଳ ଦେଇ ପଇସା ଦେଇ କେବେ କେହି ଖ୍ରୀଷ୍ଟିଆନ କରନ୍ତି ନା। ମତେ ଆଉ ବୋଲି କହୁଥିଲେ, ଆଉ 3 ଦିନ ରହିଲେ ସବୁ ଆଜ୍ଞା ଆପଣ ଆଉ 3 ଦିନ ରହିଲେ ଏଠି ଯେତିକି ହିନ୍ଦୁ ଅଛନ୍ତି ସବୁ ଯୀଶୁଙ୍କୁ ଗ୍ରହଣ କରିବେ ବୋଲି କହୁଥିଲେ ମତେ। ମୁଁ କହିଲି ଆଉ ଦିନେ ଆସିବି। ଅନ୍ଧଭକ୍ତ ସୁଧୁରି ଯାଇବା ବି ସମୟ ଅଛି। କୌଣସି ଲୋକଙ୍କୁ ବାଧିଲା ଭଳି କଥା କହନା। ତୁ ବି ଗୋଟେ ଇନଷ୍ଟାଗ୍ରାମ କି ୟୁଟ୍ୟୁବ, ଇନଷ୍ଟାଗ୍ରାମ, ଫେସବୁକ୍ ଖୋଲିବୁ, କେହି ଯଦି ତୋତେ ଦିହକରେ ଭାଷା କରିଦେଲେ କେମିତି ଲାଗିବ ତୋତେ? ତେଣୁକରି ସୁଧୁରି ଯା, ଏବେ ବି ସମୟ ଅଛି, ମୌକା ଅଛି। ସୁଧୁରି ଯା, କାହାକୁ ଭୁଲ କମେଣ୍ଟ ଦେନା, ସୁଧୁରି ଯା। ଟଙ୍କା ଚାଉଳ ପଇସାରେ କିଏ ଖ୍ରୀଷ୍ଟିଆନ ହଉନାହାନ୍ତି। ଯଦି ତୁ ହେବାକୁ ଚାହୁଁଛୁ ମୁଁ ଦେବି ତତେ, ତୁ ହେଇଯା। ଓକେ, ରହିଲି, ପ୍ରଣାମ, ଜୟ ଶ୍ରୀ।